ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ଶନିବାର ଦିନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ବଲପୁର କ୍ଷେତ୍ର ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର 70ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବ୍ୟାଙ୍କ ଦ୍ୱାରା ସର୍ବଭାରତୀୟ ସ୍ତରରେ 70,000 ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟର ଏହା ଏକ ଅଂଶବିଶେଷ। ଶନିବାର ସମ୍ବଲପୁରଠାରେ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ଦିନ 2ଟା ସମୟରୁ ରକ୍ତ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ବଲପୁର ମଣ୍ଡଳର ଉପମହାପ୍ରବନ୍ଧକ ବ୍ୟବସାୟ ଓ ପରିଚାଳନା ଶ୍ରୀ ସଞ୍ଜୟ କୁମାର ଝା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ମାନସ ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କର ମନୋବଳ ବୃଦ୍ଧି କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବନ୍ଧକ ମାନବ ସଂସାଧନ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର, ଶ୍ରୀ ଗଙ୍ଗାଧର ସାହୁ, ଶ୍ରୀ ରୂପେଶ ଶତପଥୀ, ଶ୍ରୀ ସୁବ୍ରତ କୁମାର ମଣ୍ଡଳ, ଶ୍ରୀ ଭୋଳାନାଥ ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ସମ୍ବଲପୁର ସହର ଓ ଆଖପାଖ ଅଞ୍ଚଳର ବ୍ୟାଙ୍କ କର୍ମଚାରୀ ଓ ପରିବାରବର୍ଗ, ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଓ ଆଗ୍ରହୀ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆଜି ବ୍ୟାଙ୍କର କୁଚିଣ୍ଡା ଶାଖା ପରିସରରେ ମଧ୍ୟ ଅନୁରୂପ ରକ୍ତଦାନ ଶିବିରର ଆୟୋଜନ କରାହୋଇଥିଲା। ଏହି ଦୁଇ ସ୍ଥାନରେ ସମୁଦାୟ 164 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।